ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। ଚାଲନ୍ତୁ ଆଜି ଶୁଣିବା ମା କାଳୀଙ୍କ ଆତ୍ମକାହାଣୀ। ଚାଲନ୍ତୁ ଆରମ୍ଭ କରିବା ଷ୍ଟୋରିଟି। ଦଶ ବନ୍ଧୁ ଭଗବତୀ ଦେବୀ ଦୁର୍ଗାଙ୍କର 10 ମହାବିଦ୍ୟା ମଧ୍ୟରୁ ସେଥିରୁ ଗୋଟିଏ ଅଟନ୍ତି ମା କାଳୀ। ଏହା ମନାଯାଏ ଦେବୀ ପାର୍ବତୀ ଏହି ଦୁଷ୍ଟମାନଙ୍କର ସଂହାର ପାଇଁ ମା କାଳୀଙ୍କ ରୂପ ଧାରଣ କରିଥିଲେ। ମା କାଳୀଙ୍କ ରୂପ ଦେଖିବା ପାଇଁ ଖୁବ୍ ଭୟଙ୍କର ହୋଇଥାଏ। ତାଙ୍କ ହାତରେ କପାଳ, ରକ୍ତଭରା ପାତ୍ର, ଗଳାରେ ନରମୁଣ୍ଡର ମାଳ ଏହା ତାଙ୍କ ରୂପକୁ ଖୁବ୍ ଭୟାନକ କରିଦିଏ। ତେବେ ଦଶ ବନ୍ଧୁ, ଆଜି ଆମେ ଜାଣିବା ଦେବୀ ପାର୍ବତୀଙ୍କର ଏହି ରୂପ ଧାରଣ କରିବାକୁ କାହିଁକି ପଡ଼ିଥିଲା, ଆଉ କାହିଁକି ଯୁଦ୍ଧକ୍ଷେତ୍ରରେ ମା କାହିଁକି ଅସୁରମାନଙ୍କର ରକ୍ତ ପିଇଥିଲେ। ପୂର୍ବ କାଳରେ ରକ୍ତବୀଜ ବୋଲି ଗୋଟିଏ ଅସୁର ଥିଲା। ସେ କଠିନ ତପସ୍ୟା କରି ବ୍ରହ୍ମାଙ୍କୁ ପ୍ରସନ୍ନ କରିଥିଲା। ସେ ଏହି ସବୁ ବର ବ୍ରହ୍ମାଙ୍କୁ ମାଗିଥିଲା ଯେ କେହି କୌଣସି ଦେବତା, ଦାନବ, ଗନ୍ଧର୍ବ, ଯକ୍ଷ, ପିଶାଚ, ପଶୁ, ପକ୍ଷୀ, ମଣିଷ ଆଦି ମଧ୍ୟ କେହି ମୋତେ ମାରିପାରିବେ ନାହିଁ। ଆଉ ମୋ ଦେହରୁ ଯେତେ ବୁନ୍ଦା ରକ୍ତ ପଡ଼ିବ ସେଥିରୁ ମୋ ସହିତ ସମାନ ପରାକ୍ରମୀ, ବଳଶାଳୀ ଆଉ ମୋ ରୂପ ହିଁ ସେମିତି ରାକ୍ଷସ ଉତ୍ପନ୍ନ ହୋଇଯିବେ। ଏହା ଶୁଣି ବ୍ରହ୍ମା ତାଙ୍କୁ ଏହା ବରଦାନ ଦେଲେ ଯେ ହେ ରକ୍ତବୀଜ, ତମର ମୃତ୍ୟୁ କୌଣସି ପୁରୁଷ କରିପାରିବେ ନାହିଁ, କିନ୍ତୁ ସ୍ତ୍ରୀ ତୁମର ବଧ ନିଶ୍ଚିତ କରିପାରିବ। ଏହାପରେ ଯେମିତି ରକ୍ତବୀଜ ଯୁଦ୍ଧରେ ବିଜୟ କରିଯାଉଥିଲା, ସେ ଶକ୍ତିଶାଳୀ ବନିଯାଇଥିଲା ଆଉ ଦେବୀମାନଙ୍କୁ ହାସଲ କରିବାକୁ ବିକୃତ ମାନସିକତା ସହିତ ସ୍ୱର୍ଗଲୋକ ହାସଲ କରିବାକୁ ଚାହୁଁଥିଲା। ସେ ଦେବୀ ଦେବତାମାନଙ୍କ ଉପରେ ଆକ୍ରମଣ କରିଦେଉଥିଲା। ସମସ୍ତେ ନିଜ ପ୍ରାଣ ରକ୍ଷା କରିବା ପାଇଁ ଏପଟ ସେପଟ ଦୌଡ଼ିବାକୁ ଲାଗିଲେ। କିନ୍ତୁ ରକ୍ତବୀଜ ଦେବୀମାନଙ୍କୁ ଦେଖି ତାଙ୍କ ପଛେ ପଛେ ଦୌଡ଼ିବାକୁ ଲାଗିଲା। ସବୁ ଦେବୀ ଦେବତା କୈଳାସ ପର୍ବତରେ ଯାଇ ପହଞ୍ଚିଲେ। ମା ଦେବୀ ପାର୍ବତୀଙ୍କୁ ସବୁ କଥା କହିଲେ। ଦେବୀ ପାର୍ବତୀଙ୍କୁ ଦେବୀ ଦେବତାଙ୍କ ପଛକୁ ଘୁଞ୍ଚିଯିବାକୁ କହିଲେ ଆଉ ନିଜେ ରକ୍ତବୀଜର ସାମ୍ନା କରିବାକୁ ବାହାରି ଆସିଲେ। ରକ୍ତବୀଜ ଯେତେବେଳେ କୈଳାସ ପର୍ବତରେ ପହଞ୍ଚିଲା, ମା ଦେବୀ ପାର୍ବତୀଙ୍କୁ ଦେଖିଲା। ତାଙ୍କୁ ଦେଖି ସେ ମୋହିତ ହୋଇଗଲା ଆଉ ତାଙ୍କୁ ନିଜ ସହିତ ଯିବାକୁ କହିଲା। ଦେବୀ ପାର୍ବତୀ ତାକୁ ଫେରିଯିବାକୁ କହିଲେ, କିନ୍ତୁ ରକ୍ତବୀଜ ଜୋର ଜୋର ହସିବାକୁ ଲାଗିଲା ଆଉ ଦେବୀ ପାର୍ବତୀଙ୍କ ଆଡ଼କୁ ବଢ଼ିବାକୁ ଲାଗିଲା। ଦେବୀଙ୍କ ପାଖରେ ଥିବା ଭଗବାନ ଶିବଙ୍କର ତ୍ରିଶୂଳ ଉଠାଇ ରକ୍ତବୀଜ ଉପରେ ପ୍ରହାର କରିଦେଲେ। ପରିଣତ ସ୍ୱରୂପ ରକ୍ତବୀଜର ରକ୍ତ ତଳେ ପଡ଼ିବାକୁ ଲାଗିଲା। ବ୍ରହ୍ମାଙ୍କ ବରଦାନ ଅନୁସାରେ ପ୍ରତି ରକ୍ତ ବୁନ୍ଦାରେ ଆଉ ଗୋଟିଏ ରକ୍ତବୀଜର ଜନ୍ମ ହେଲା। ଏହା ଦେଖି ଦେବୀ ଆହୁରି ରାଗିଗଲେ ଆଉ ସବୁ ରକ୍ତବୀଜ ଉପରେ ପ୍ରହାର କରିଦେଲେ। କିନ୍ତୁ ଏହାଦ୍ୱାରା ଆହୁରି ରକ୍ତବୀଜର ଜନ୍ମ ହେଲା। ଦେବୀ ପାର୍ବତୀଙ୍କ କ୍ରୋଧ ଆକାଶକୁ ଛୁଇଁଗଲା। ଦେବୀ ତାଙ୍କ କ୍ରୋଧ ସମ୍ଭାଳି ପାରିନଥିଲେ। ଯେତେବେଳେ ତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଲା, ତାଙ୍କ ଶରୀର କଳା ପଡ଼ିଗଲା, ଆଖି ରକ୍ତରେ ନାଲ ହୋଇଗଲା। ଦେଖୁ ଦେଖୁ ଦେବୀ ଏକ ଭୟଙ୍କର ରୂପ ଧାରଣ କରିଲେ। ପୂରା ବ୍ରହ୍ମାଣ୍ଡ ଏହି ଦେବୀଙ୍କର ଗର୍ଜନରେ ଚହଲିବାକୁ ଲାଗିଲା। ଯେଉଁ ରାକ୍ଷସ ଦେବୀଙ୍କ ପାଖରେ ଠିଆ ହୋଇଥିଲେ, କିଛି ହିଁ ଦେବୀଙ୍କର ଗର୍ଜନରେ ଭସ୍ମ ହୋଇଗଲେ। ବାଘଛାଲ ପିନ୍ଧି ହାତରେ ପ୍ରତିଶୋଧର ଖଣ୍ଡା ଧରି ନଳମୁଣ୍ଡର ମାଳ ବେକରେ ଗଳାଇ ବିକଟାଳ ରୂପ ଦେବୀ କାଳୀମା ପ୍ରକଟ ହେଲେ। ସେ ଏତେ ଭୟାନକ ଥିଲେ ଯେ ରକ୍ତବୀଜ ତାଙ୍କୁ ଦେଖି ଦୌଡ଼ିବାକୁ ଲାଗିଲା। ମା କାଳୀ ଭୟଙ୍କର ଗର୍ଜନ କରି ରକ୍ତବୀଜ ପଛେ ପଛେ ଦୌଡ଼ିବାକୁ ଲାଗିଲେ। ମା କାଳୀ ନିଜ ଅସ୍ତ୍ରରେ ଗୋଟିଏ ପରେ ଗୋଟିଏ ଅସୁରମାନଙ୍କୁ ମାରି ଚିରିବାକୁ ଲାଗିଲେ।
କିନ୍ତୁ ସେଠାରୁ ଆହୁରି ଅଧିକ ରକ୍ତବୀଜ ଜନ୍ମ ନେଲେ। ପ୍ରଳୟ ଭଳି କ୍ରୋଧିତ ମା କାଳୀଙ୍କ କ୍ରୋଧରେ ପୂରା ସଂସାର ଜଳିବାକୁ ଲାଗିଲା। ମା କାଳୀ ରକ୍ତବୀଜର ମୁଣ୍ଡକୁ ଧରି ମୁଣ୍ଡରୁ ଗଣ୍ଡି ଅଲଗା କରି ଏକ ପାତ୍ରରେ ରଖିଦେଲେ, ଯେମିତି ରକ୍ତର ଗୋଟିଏ ବୁନ୍ଦା ରକ୍ତ ମଧ୍ୟ ତଳେ ପଡ଼ିବ ନାହିଁ। ଆଉ ରକ୍ତବୀଜର ବାକି ଶରୀରକୁ ନିଜେ ଗିଳି ଦେଇଥିଲେ। ମା କାଳୀଙ୍କ ଗୋଟିଏ ଚିତ୍କାରରେ ଅସୁରମାନେ ତାଙ୍କ ପାଟିରେ ପଶି ଯାଇଥିଲେ। ଆଉ କିଛି ଅସୁରଙ୍କୁ ମା ରକ୍ତବିହୀନ କରି ମା ମାରି ଦେଇଥିଲେ। ମା କାଳୀଙ୍କ ବିକଟାଳ ହସରେ ଆକାଶ ଫାଟିବାକୁ ଲାଗିଲା। ଏହିପରି ଅସୁରମାନଙ୍କର ସାମ୍ରାଜ୍ୟ ରକ୍ତବୀଜର ବୋଧ ମା କରିଥିଲେ। ଏହି ତିନି ଲୋକକୁ ମା ରକ୍ତବୀଜର ଭୟରୁ ମୁକ୍ତ କରିଥିଲେ। କିନ୍ତୁ ମାଙ୍କର ରାଗ ଶାନ୍ତ ହୋଇନଥିଲା। ସେ କ୍ରୋଧରେ ତାଣ୍ଡବ କରିବାକୁ ଲାଗିଲେ। ଦେବୀ ଦେବତାମାନେ ଚିନ୍ତିତ ହୋଇ ମହାଦେବଙ୍କ ପାଖକୁ ଗଲେ। ମହାଦେବ ମଧ୍ୟ କାଳୀଙ୍କ ସାମ୍ନାକୁ ଯିବାକୁ ସାହସ କରିପାରୁନଥିଲେ। ଏମିତି ଲାଗୁଥିଲା ଯେମିତି କିଛି ମଧ୍ୟ ରହିବ ନାହିଁ, ଜଗତର ଅନ୍ତ ହୋଇଯିବ। ମହାଦେବଙ୍କ ପାଖରେ ଦେବୀଙ୍କୁ ଅଟକାଇବାର ଗୋଟିଏ ହିଁ ରାସ୍ତା ଥିଲା। ସେ କାଳୀ ମାଙ୍କ ସାମ୍ନାରେ ଶବ ପରି ଶୋଇପଡ଼ିଲେ। ମା କାଳୀ ତାଣ୍ଡବ କରି ଆଗକୁ ଆସୁଥାନ୍ତି। ତାଙ୍କ ଗୋଡ଼ ମହାଦେବଙ୍କ ଶରୀରରେ ବାଜିଗଲା। ସେ ମହାଦେବଙ୍କ ଉପରେ ଠିଆ ହୋଇଗଲେ। ସେ ଯେତେବେଳେ ତଳକୁ ଦେଖିଲେ, ସେ ଜାଣିପାରିଲେ ଯେ ଯାହାଙ୍କୁ ନିଜ ଗୋଡ଼ରେ ଦଳି ଦେଇଛନ୍ତି ସେ ତାଙ୍କର ପତି, ସାକ୍ଷାତ୍ ଭଗବାନ ଶିବ ଅଟନ୍ତି। ଏହାପରେ ଯାଇ ମାଙ୍କର ରାଗ ଶାନ୍ତ ହୋଇଥିଲା। ଆଉ ସେ ତାଙ୍କର ପତିଙ୍କ ଉପରେ ଠିଆ ହୋଇଯାଇଥିବାରୁ ଅନୁତାପ କରି ତାଙ୍କ ଜିଭ ବାହାର କରିଦେଇଥିଲେ। ଏହି ପ୍ରକାରେ ଅନ୍ତ ହୋଇଥିଲା ରକ୍ତବୀଜର ଆତଙ୍କ ଓ ମା କାଳୀଙ୍କର ତାଣ୍ଡବ। ମା କାଳୀଙ୍କର ପୂଜା ଦୀପାବଳିର ଗୋଟିଏ ଦିନ ଆଗରୁ ହୁଏ, ଯାହାକୁ କାଳୀ ଚତୁର୍ଦ୍ଦଶୀ ନାମରେ ମଧ୍ୟ ଜଣାଯାଏ। ଏହି ଦିନ ମା କାଳୀଙ୍କର ପୂଜା ହୁଏ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି କେମିତି ଲାଗିଲା ତଳେ କମେଣ୍ଟ କରି ନିଶ୍ଚିନ୍ତ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଅଧିକରୁ ଅଧିକ ଲାଇକ୍ ଓ ସେୟାର କରନ୍ତୁ। ତେବେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର। ପୁଣି ଦେଖାହେବ ଆଗାମୀ ଦିନରେ ଏକ ନୂଆ କାହାଣୀ ସହିତ। ରହୁଛି ନମସ୍କାର। ଜୟ ଜଗନ୍ନାଥ।